ଶହୀଦ ଭଗତ ସିଂଙ୍କ 118ତମ ଜନ୍ମଦିବସ ପାଳନ। ଶହୀଦ ଭଗତ ସିଂଙ୍କ 118ତମ ଜନ୍ମଦିବସ ଉପଲକ୍ଷେ ଗୋଡ଼ିପଡ଼ା ଶହୀଦ ମଣ୍ଡପଠାରେ ସକାଳୁ ପତାକା ଉତ୍ତୋଳନ ପରେ ଗୋଡ଼ିପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଠାରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଉକ୍ତ ଶିବିରକୁ ଡକ୍ଟର ପ୍ରୀତିରଞ୍ଜନ ଚାନ୍ଦ ଓ ନୟାଗଡ଼ ରକ୍ତ ଭଣ୍ଡାର କର୍ମଚାରୀମାନେ ପରିଚାଳନା କରିଥିଲେ। ଏଥିରେ ମହିଳା ପୁରୁଷ ମିଶି 15 ଜଣ ରକ୍ତଦାନ କରିଥିଲେ। ସକାଳୁ ଭାରତର ଗଣତାନ୍ତ୍ରିକ ଯୁବ ଫେଡେରେସନ ଓଡ଼ଗାଁ ବ୍ଲକ ସମ୍ପାଦକ ଧୀରେନ ପାତ୍ର ପତାକା ଉତ୍ତୋଳନ କରିବା ପରେ ଶହୀଦ ଭଗତ ସିଂଙ୍କ ଜନ୍ମ 1907 ମସିହା ଆଜିର ଦିନରେ ଏ ମହାନ ପ୍ରତିଭା ଭାରତବର୍ଷରେ ଜନ୍ମଗ୍ରହଣ କରି ଯୁବକମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଥିଲେ। ଉକ୍ତ କାର୍ଯ୍ୟକ୍ରମରେ କୃଷକ ନେତା ଗୋଲକ ବିହାରୀ ମୁଦୁଲି, ଶ୍ରମିକ ନେତା ପବିତ୍ର କୁମାର ଇନ୍ଦ୍ରଜିତ, ନିରଞ୍ଜନ ସାହୁ, ମହିଳା ନେତ୍ରୀ ଜ୍ୟୋତିପ୍ରଭା ଜେନା, ସମାଜସେବୀ ଦାମୋଦର ସାହୁ, ଶ୍ରୀକାନ୍ତ ପଟ୍ଟନାୟକ ପ୍ରମୁଖ ଭଗତ ସିଂଙ୍କ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ଏ ସମସ୍ତ କାର୍ଯ୍ୟକ୍ରମକୁ ସନ୍ତୋଷ କୁମାର ଷଡ଼ଙ୍ଗୀ ପରିଚାଳନା କରିଥିଲେ। ପ୍ରତିବର୍ଷ ଏହି ଶହୀଦ ଦିବସକୁ ମହାସମାରୋହରେ ପାଳନ କରାଯାଇଥାଏ। ଶିବନାରାୟଣ ଦାସଙ୍କ ରିପୋର୍ଟ, ଖଣ୍ଡପଡ଼ା ବାର୍ତ୍ତା।